हेलो एवरीवन आज पागरे टिके माछ बेसर खाଇବା ଲାଗି ଇଚ୍ଛା ହଉଛି ଚାଲନ୍ତୁ ବନେଇବା। ମୁଁ ଏଠି ନେଇଯାଇଛି ଭାକୁର ମାଛ, ତାକୁ ମୁଁ ପୂର୍ବରୁ ଧୋଇକି ଲୁଣ ହଳଦୀ ଗୋଳେଇକି ରଖିଦେଇଥିଲି। ଏବେ ମୁଁ ସବୁ ମାଛକୁ ଭଲସେ ଫ୍ରାଏ କରିନଉଛି। ଦେନ୍ ମସଲାରେ ଅଦା ରସୁଣ ପିଆଜ ମୁଁ ପୂର୍ବରୁ ଭିଜେଇକି ରଖିଥିଲି ସୋରିଷ ଆଣ୍ଡ ଜିରା, ତାକୁ ଭଲସେ ବାଟି ନବା। ତାପରେ ତେଲରେ ଟିକେ ତେଜପତ୍ର ଦେଇକି ମୋ ମସଲାକୁ ଲୁଣ ହଳଦୀ ଆଉ ଲଙ୍କା ଗୁଣ୍ଡ ଦେଇକି ଭଲସେ କଷି ନେଉଛି। ମସଲା କଷି ହେଇ ସାରିଲା ପରେ ସେଥିରେ ମୁଁ ଟିକେ କର୍ଡ ଆଡ୍ କରିଦଉଛି। କର୍ଡକୁ ଆକ୍ଚୁଆଲି ଆଡ୍ କଲା ବେଳେ ଫ୍ଲେମକୁ ସିମ୍ ହିଁ ରଖିବେ, ନହେଲେ ଦହି ଫାଟିଯିବ। ତ ଦେନ୍ ଏଠି ମସଲା ଆମର ଭଲସେ ପୁରା କଷି ହେଇଗଲାଣି। ଚାଲନ୍ତୁ ଆମେ ଏଥିରେ ଟିକେ ପାଣି ଆଡ୍ କରିଦବା। ଆଉ ପାଣି ଫୁଟିଗଲା ପରେ ଆମେ ଏଥିରେ ସବୁ ଭଜା ହେଇଥିବା ମାଛକୁ ଗୋଟେ ଗୋଟେ କରି ପକେଇଦବା। ପାଣି ଫୁଟିଲା ପରେ ହିଁ ଦେବେ, ନହେଲେ ମାଛ ଭାଙ୍ଗିଯିବ। ଦେନ୍ ଆମର ଏଠି ଡେଲିସିୟସ୍ ଭାକୁର ମାଛ ବେସର ରେଡି ହେଇଯାଇଛି। ଆପଣ ବି ବନେଇକି ଆରାମ ସେ ବର୍ଷା ପାଗରେ ଘର ଲୋକ ସାଙ୍ଗେ ଏଞ୍ଜୟ କରନ୍ତୁ। ବାଏ।